ତିନୋଟି ଗାଈ ଜଙ୍ଗଲ ପାଖରେ ଥିବା ଏକ କ୍ଷେତରେ ରହୁଥିଲେ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଟି ବିଭିନ୍ନ ପ୍ରକାରର ଥିଲେ। ଗୋଟିଏ ଡାର୍କ, ଗୋଟିଏ ଧଳା ଏବଂ ଅନ୍ୟଟି ବାଦାମୀ ରଙ୍ଗର। ସେମାନଙ୍କ ମଧ୍ୟରେ ଏକ ସୁନ୍ଦର ଫ୍ରେଣ୍ଡସିପ୍ ଥିଲା। ଏହି ତିନି ଜଣ ଦିନସାରା ଏକାଠି ରହନ୍ତି, କ୍ଷେତରେ ଘାସ ଖାଆନ୍ତି ଏବଂ ସନ୍ଧ୍ୟାରେ ପରସ୍ପରର ନିକଟତର ହୋଇ ଶୁଅନ୍ତି। ଦିନେ ଜଙ୍ଗଲରେ ବୁଲୁଥିବା ସମୟରେ ଏକ ସିଂହ ସେହି କ୍ଷେତ୍ର ଦେଇ ଗଲା। ସେଠାରେ ତାର ଆଖି ସେହି ତିନୋଟି ଗାଈ ଉପରେ ପଡ଼ିଗଲା। ସିଂହ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକିଲା ଥିଲା ଏବଂ ଶିକାର ଖୋଜୁଥିଲା। ସୁନ୍ଦର ଗାଈମାନଙ୍କୁ ଦେଖିବା ପରେ ତାର ପାଟିରୁ ଲାଳ ଗଡ଼ିବାକୁ ଲାଗିଲା। ସେ ଏକ ବଡ଼ ପଥର ଜାଲ ପଛରେ ବସି ଗାଈମାନଙ୍କୁ ଅଲଗା କରିବାକୁ ଚେଷ୍ଟା କଲା, ଯାହାଦ୍ୱାରା ସେ ସେମାନଙ୍କୁ ଗୋଡ଼ାଇ ପାରିବ। ଏକ ଜନସମାବେଶରେ ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ତା ପାଇଁ ଚ୍ୟାଲେଞ୍ଜ ଥିଲା। ତେବେ ଦିନସାରା ବିତିବା ପରେ ମଧ୍ୟ ତିନି ଗାଈ ପରସ୍ପରଠାରୁ ଅଲଗା ହୋଇନଥିଲେ। ପରଦିନ ମଧ୍ୟ ଏହିପରି ଚାଲିଗଲା। ସିଂହ 3 ଦିନ ଚୁପ୍ ରହିଲା। ସେ ଯାହା ହେଉନା କାହିଁକି ତିନୋଟି ଗାଈ ଏକାଠି ନଥିବା ବେଳେ ଏପରି ଘଟଣା କେବେ ଘଟିନଥିଲା। ଶେଷରେ ସିଂହ ଜ୍ଞାନୀ କାମ କଲା। ବର୍ତ୍ତମାନ ସେ ଏକ ସମାଧାନର ବିଷୟରେ ଚିନ୍ତା କରିବା ଆରମ୍ଭ କଲା, ଯାହାଦ୍ୱାରା ତିନୋଟି ଗାଈ ଅଲଗା ହୋଇପାରିବେ। ଯେତେବେଳେ ବ୍ୟବସ୍ଥା ଘଣ୍ଟି ବଜାଇଲା, ସେ ଗାଈମାନଙ୍କୁ ଯାଇ ସ୍ୱାଗତ କରି କହିଲା, ହାଏ ବନ୍ଧୁଗଣ, ଆପଣ ସମସ୍ତେ କେମିତି ଅଛନ୍ତି? ମୁଁ ଏହି ବାଟ ଦେଇ ଯାଉଥିଲି। ତୁମ ସମସ୍ତଙ୍କୁ ଦେଖି ଏକତ୍ର ହେବାକୁ ଚିନ୍ତା କଲି। ଏହାର ବିପରୀତରେ ଗାଈମାନେ ସିଂହର ଭଲ ଖବରକୁ ପ୍ରତିକ୍ରିୟା କରିନଥିଲେ, କାରଣ ସେମାନେ ସିଂହର ପ୍ରବୃତ୍ତି ଜାଣିଥିଲେ। ଯେକୌଣସି ପରିସ୍ଥିତିରେ ମାଟିଆ ରଙ୍ଗର ଗାଈ ସିଂହର ଅଭିବାଦନକୁ ସ୍ୱୀକାର କରି ଖୁସିରେ ଉତ୍ତର ଦେଲା, ସାଥୀ, ତୁମକୁ ଭେଟି ଆମେ ଖୁସି ଅଟୁ। ଅତ୍ୟଧିକ ବିପରୀତ ଗାଈଗୁଡ଼ିକ ସିଂହ ସହିତ ମାଟିଆ ରଙ୍ଗର ଗାଈର ସମ୍ପର୍କରେ ଖୁସି ନଥିଲେ। ସେମାନେ ପାରସ୍ପରିକ କ୍ରିୟା ବିନା ସିଂହକୁ ହତାଦର କରିଥିଲେ। ସେମାନେ ଅନୁଭବ କଲେ ଯେ ସିଂହ ବିଶ୍ୱାସଯୋଗ୍ୟ ନୁହେଁ। ସିଂହ ସାଥୀ ହେବା ପରିବର୍ତ୍ତେ ଶିକାର ପାଇଁ ବ୍ୟକ୍ତିଗତ ପ୍ରାଣୀ ଖୋଜିଥାଏ। ଏହି କାହାଣୀରୁ ଆମେ ଏହା ଶିଖିଲେ ଯେ ବ୍ୟକ୍ତି ତାର ପ୍ରକୃତି ମୁତାବକ କାର୍ଯ୍ୟ କରେ, ଏଣୁ ଦୁଷ୍ଟ ଲୋକଙ୍କୁ କଦାପି ବିଶ୍ୱାସ କରିବା ଉଚିତ ନୁହେଁ। ଯଦି ଆପଣମାନଙ୍କୁ ଆମର ଭିଡ଼ିଓଟି ଭଲ ଲାଗିଥାଏ, ତେବେ ସେୟାର, କମେଣ୍ଟ ଓ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।